हेलो एवरीवन जय श्री जगन्नाथ। आज ये वीडियो जी भल लगी लाइक शेयर करने जमार भी भूलें। ता सहित जो मैंने चैनल को फास्ट टाइम आपर्यंत सब्सक्राइब करना प्लीज सब्सक्राइब करदे। आपण मैंने तो मंडा पिठा घर प्रस्तुत करेंगे किंतु मु आज किसी भिन्न स्टाइल रे आपण मानक बासमती राइस मंडा किपरि तैयारी होची ए वीडियो माध्यम रे आपण मानक देखैबी। ମୁଁ ପିଠା ତିଆରି କରିବା ପୂର୍ବରୁ କିଛି ବାସୁମତୀ ଚାଉଳକୁ ପାଣିରେ ଭିଜେଇ ନେଇଥିଲି 15 ମିନିଟ୍ ପୂର୍ବରୁ। ଆପଣମାନେ ଯେକୌଣସି ଲମ୍ବା ଚାଉଳ ଏଠାରେ ୟୁଜ୍ କରିପାରିବେ। ମୁଁ ଏଠାରେ ଗୋଟେ ନଡ଼ିଆ ମଧ୍ୟ କୋରେଇ ନେଇଛି, କିଛି ଗୁଡ଼ ମଧ୍ୟ ଗୁଣ୍ଡ କରି ନେଇଛି, ଆଉ କିଛି ଗୋଲମରିଚ ମଧ୍ୟ କିଛି ଗୁଣ୍ଡ କରି ନେଲି। ଏବେ କରେଇକି ତାତି ସାରିଲା ପରେ ଏଥିରେ ମୁଁ କୋରେଇ ରଖିଥିବା ନଡ଼ିଆକୁ ଆଡ଼୍ କରିନେଲି। ଏହାକୁ କିଛି ସମୟ ପାଇଁ ମୁଁ ଭାଜି ନେଉଛି। ଏହାପରେ ରଖିଥିବା ଗୁଡ଼ କୋରାକୁ ଏଥିରେ ମଧ୍ୟ ପକେଇ ନେଲି, ଆଉ ଛେଚି ରଖିଥିବା ଗୋଲମରିଚ ଗୁଣ୍ଡ ମଧ୍ୟ ଏଥିରେ ପକେଇ ନେଲି। ଏହାପରେ ଏହାକୁ ଭଲ ଭାବରେ ମିଶାଇ ଦେଇକି କିଛି ସମୟ ପାଇଁ ମୁଁ ଭାଜି ନେଉଛି। ଦେଖନ୍ତୁ ଏହା ଏବେ କେମିତି କଲର୍ ହେଇ ଆସିଲାଣି, ଅଲମୋଷ୍ଟ ହେଇଗଲାଣି। ଏ ନଡ଼ିଆ ପୁରଟିକୁ ଏମିତି 6 ରୁ 7 ମିନିଟ୍ ଭାଜିଦେବେ। ଦେଖନ୍ତୁ କଲର୍ କେମିତି ବଢ଼ିଆ ଦେଖାଯାଉଛି। ଏବେ ତ ପୁର ହେଇଗଲାଣି, ଚାଲନ୍ତୁ ଏବେ ଏହାକୁ କାଢ଼ି ନେବା। ଏବେ କିଛି ସମୟ ପାଇଁ ପୁରଟି ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏହାପରେ ଦେଖନ୍ତୁ ମୁଁ ଆଉ ଏକ କରେଇରେ ଗୋଟେ ଗ୍ଲାସ୍ କ୍ଷୀର ପକେଇଦେଲି। ଯେହେତୁ ଏ ଗ୍ଲାସ୍ରେ ମୁଁ କ୍ଷୀର ନେଇଥିଲି ତେଣୁକରି କିଛି ପାଣି ପିଛୁଳେଇକି ପକେଇ ନେଲି। ଏହାକୁ ଫୁଟିବା ପାଇଁ କିଛି ସମୟ ଆମେ ଛାଡ଼ିଦେବା। ମୁଁ ଏଠାରେ କପ୍ରୁ କିଛି କମ୍ ଚିନି ଏ କ୍ଷୀରରେ ପକେଇ ନେଲି, କାହିଁକି ନା ମୁଁ ସେପଟେ ପୁରରେ କିଛି ଗୁଡ଼ ପକେଇ ନେଇଥିଲି। ତେଣୁକରି ବେଶୀ ଚିନି ପକେଇଲେ ପିଠାଟି ବହୁତ ମିଠା ଲାଗିବ। ତେଣୁକରି ମୁଁ ଏଠାରେ କିଛି କମ୍ ଚିନି ପକେଇଛି। ଏ ଚିନିଟି କ୍ଷୀରରେ ଭିଜିବା ପର୍ଯ୍ୟନ୍ତ ଏହାକୁ ଏମିତି ମିକ୍ସ କରି ଚାଲିବା। ଏବେ ତ କ୍ଷୀର ଫୁଟି ଆସିଲାଣି, ଚାଲନ୍ତୁ ଏଠାରେ ଆମେ ରଖିଥିବା ଚାଉଳ ଚୁନାକୁ ଆଡ଼୍ କରିନେବା। ମୁଁ ଦେଖନ୍ତୁ ପକେଇ ନେଲି ଚାଉଳ ଚୁନା। କିଛି ଟେଷ୍ଟ ପାଇଁ ଏଠାରେ ମୁଁ କିଛି ଗୁଆ ଘିଅ ମଧ୍ୟ ପକେଇ ନେଲି। ତାକୁ ଏହାକୁ ଭଲ ଭାବରେ ମୁଁ ମିକ୍ସ କରିନେଲି ମଧ୍ୟ। ଦେଖନ୍ତୁ ଏବେ ତ ଚୁନା କେତେ ସଫ୍ଟ ଲାଗୁଛି। ଏଠାରେ କ୍ଷୀର ୟୁଜ୍ ନ କରିକି ଆପଣମାନେ ମଧ୍ୟ ପାଣି ୟୁଜ୍ କରିପାରିବେ। ମୁଁ ଏଠାରେ କ୍ଷୀର କାହିଁକି ୟୁଜ୍ କରିଛି ନା ପିଠାଟି ବହୁତ ଟେଷ୍ଟ ଲାଗିବ, ତେଣୁକରି ଏଠାରେ ମୁଁ କ୍ଷୀର ନେଇଛି। ଏହାପରେ ଏ ଚୁନାଟିକୁ ଥଣ୍ଡା ହେବା ପାଇଁ କିଛି ସମୟ ଆମେ ଛାଡ଼ିଦେବା। ଚୁନାଟି ଥଣ୍ଡା ହେଇସାରିଲା ପରେ ହାତରେ ତେଲ ମାରିକି କିମ୍ବା ପାଣି ମାରିକିରି ଚୁନାଟିକି ଭଲ ଭାବରେ ଦଳି ନେବେ, ନହେଲେ ପିଠାଟି ଫାଟିଯିବ। ମୁଁ ତ ଚୁନା ଏଠି ଦଳି ନେଇଛି ଆଗରୁ। ଏବେ ଚାଲନ୍ତୁ ପିଠା ତିଆରି କରିବା। ଦେଖନ୍ତୁ ମୁଁ ପିଠାଟିକୁ ତିଆରି କରିବା ପୂର୍ବରୁ ହାତରେ ଭଲ ଭାବରେ ତେଲ ମାଲିସ କରିନେଲି। ତାପରେ ପିଠାଟିକୁ କେମିତି ତିଆରି କରିଛି ଦେଖନ୍ତୁ। ଏହି ପ୍ରୋସେସରେ ପିଠାଟି ତିଆରି କରିବେ। ପିଠା ସବୁଆଡ଼େ ପୁରା ସମାନ ଭାବରେ ରହିବ, ପିଠାଟି ଜମାରୁ ବି ଫାଟିବନି। ଯେମିତି ଆମେ ଘରେ ପ୍ଲେନ୍ ମଣ୍ଡା ପିଠା କରେ ସେମିତି ଭଲ ଭାବରେ ମଣ୍ଡା ପିଠାଟି କରିନେବେ। ଦେଖନ୍ତୁ ମୁଁ ସେହିପରି ଭାବରେ ପିଠାଟି କରିନେଲି। ତାପରେ ଆଗରୁ ପାଣିରେ ଭିଜେଇ ରଖିଥିବା ଚାଉଳରେ ଦେଖନ୍ତୁ କିପରି ଭାବରେ ମୁଁ ପିଠାଟିକୁ ଗୁଳେଇ ନେଉଛି। ଏମିତି ଭଲ ଭାବରେ ଗୁଳେଇ ନେବେ। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏହିପରି ଭାବରେ ମୁଁ ଦେଖନ୍ତୁ ଆଗରୁ ମଧ୍ୟ କିଛି ପିଠା ତିଆରି କରି ରଖିଛି। ଦେଖନ୍ତୁ ଦେଖିବା ପାଇଁ କେମିତି ସୁନ୍ଦର ଦେଖାଯାଉଛି। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ ନିଶ୍ଚିନ୍ତ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି, ନିଶ୍ଚିତ କରିବେ। ମୁଁ ଏଇ ଛାଞ୍ଚରେ କିଛି ତେଲ ପକେଇକିରି ଏହାକୁ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଗରମ ହେବା ପାଇଁ ଛାଡ଼ିଦେଲି। ଏମିତି କଲେ କ'ଣ ହେବ ନା ପିଠାଟା ବସେଇଲେ ତାର ତଳେ ଲାଗିବନି। ଏବେ ତ ଇଟିଲି ଛାଞ୍ଚ ଗରମ ହେଇଗଲାଣି, ଚାଲନ୍ତୁ ଏଥିରେ ପିଠା ରଖିନେବା। ମୁଁ ରଖି ନେଉଛି। ଦେଖନ୍ତୁ ଦେଖନ୍ତୁ ପିଠା ଅଲମୋଷ୍ଟ ହେଇ ଆସିଲାଣି। ପୁଣି ଏହାକୁ ଘୋଡ଼େଇ କିଛି ସମୟ ପାଇଁ ଛାଡ଼ି ଦେଉଛି। ଯେହେତୁ ଆଉ ଟିକେ ଚାଉଳଟା ଭଲ ଭାବରେ ସିଝିନି, ତେଣୁକରି ମୁଁ ଏହାକୁ ଆଉ ଟିକେ କଭର ଦେଇକି ଛାଡ଼ିଦେଲି। ଦେଖନ୍ତୁ ଏହାପରେ କଭରଟିକୁ ମୁଁ କାଢ଼ି ନେଲି। ପିଠାଟା କେମିତି ଏବେ ଚାଉଳ ପରଫେକ୍ଟ ସିଝି ଯାଇଛି। ଏଇ ଟାଇପ୍ର ପିଠା କରିକି ଆମେ ଘରେ ମାର୍ଗଶିର ମାସ ଗୁରୁବାର ହଉ କିମ୍ବା ସୁଦଶା ବ୍ରତ ହଉ, ଗଣେଶ ପୂଜା ହଉ, ଯେକୌଣସି ପୂଜାରେ ଆମେ ପୂଜା କରିପାରିବା। ମୋ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିଥିବାରୁ ମୋ ନୂଆ ସବସ୍କ୍ରାଇବରମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ଏବେ ମୁଁ ପିଠାଟିକୁ ଭାଙ୍ଗିକି ଆପଣମାନଙ୍କୁ ଦେଖାଉଛି। ଆପଣମାନେ ଏହିପରି ପିଠା ଘରେ ଟ୍ରାଏ କରିକି ଖାଆନ୍ତୁ। କମେଣ୍ଟ ବକ୍ସରେ ନିଶ୍ଚିତ କମେଣ୍ଟ କରିବେ। ଆଜି ପାଇଁ ରହୁଛି, ପୁଣି ଆସିବି ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ବାଏ ବାଏ, ଜୟ ଜଗନ୍ନାଥ।